ମାମା ପିଲାଟା ଜନ୍ମ ହେଲା ପରେ ମାର ହାତ ଧରି ସିନା ଚାଲି ଶିଖେ, ହେଲେ ବଡ଼ ହୋଇ ବାହା ହେଇସାରିବା ପରେ ସ୍ତ୍ରୀର ହାତ ଧରି ସହଯାତ୍ରୀ ହେଇ ଜୀବନର ବାଟ ଚାଲେ। ଆଜି ଯଦି ମୁଁ ମରିଯାଏ ତାହେଲେ ବାପା ମା ଭାଇ ବନ୍ଧୁ ଯାହାକୁ ଦେଖିଲେ କେହି କହିବେନି ଯେ ମୁଁ ମରିଯାଇଛି ବୋଲି। ହେଲେ ମୋ ସ୍ତ୍ରୀର ବିଧବା ବେଶକୁ ଦେଖିଲେ ସମସ୍ତେ କହିବେ ଯେ ମୁଁ ମରିଯାଇଛି ବୋଲି। ମାମା ମା ପୁଅର ସମ୍ପର୍କ ତ ଗୋଟେ ଜନ୍ମ ପାଇଁ, ହେଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ 7 ଜନ୍ମ ପାଇଁ। ତାହେଲେ ଏବେ ତୁ କହ ମାମା, ମୋ ପାଇଁ ମୋ ସ୍ତ୍ରୀ ବଡ଼ ନ ହୋଇ ତୁ କେମିତି ବଡ଼ ହବୁ? ତୁ କଥା ଯଦି ବୁଝିଛୁ ତାହେଲେ ଡେରି କରୁଛୁ କଣ ପାଇଁ? ମାର କରୁଛି। ଆରେ ମାର ମତେ। ମାରିବି ବାବା, ଆଜି ମୁଁ ତତେ ହାତ ଉଠେଇ ମାରିବି। ଆଜି ମୁଁ ମୋ ମାକୁ ମାରିବି। ଆସ, ଏଥର ଘରକୁ ଯିବା। ଆରେ ଆସ। ସେଠି ହଉ, ଛୁଅ ନା ମତେ ତମ ପୁଅ ଯେତେବେଳେ ମୋର ସବୁ କଥା ରାଜି ହେଇଗଲେ ମୁଁ ତମ ଘରକୁ ବୋହୂ ପଣିଆ କରିବାକୁ ନିଶ୍ଚୟ ଯିବି। ହେଲେ ତମ ବଡ ବୋହୂ ହେଇନୁ, ତମ ସାନ ବୋହୂ ହେଇ ଯିବି। ତମେ ଜାଣି ଖୁସି ହବ ଯେ ତମ ସାନ ପୁଅ ସ୍ୱଦେଶ ସହିତ ମୁଁ ସୁଲେଖାର କୋର୍ଟ ମ୍ୟାରେଜ ଚାଲିଛି। ମାମା ସ୍ୱଦେଶ ଠାକୁର ପୂଜା କରିସାରିଲେଣି, ଏବେ ମୁଁ ତମ ପୂଜା କରିବି। ଆରେ ବାବା, ପୂଜା ତ ନିଶ୍ଚୟ କରିବ, ହେଲେ ତା ଆଗରୁ ଦେଖ କିଏ ଆସିଛନ୍ତି। ତମ ମାମା ଆସିଛନ୍ତି। ମୋ ମାମା ନିଜ ପୁଅକୁ ଯେ ବିପଦ ଆଗକୁ ଠେଲି ଦିଏ, ସେ